ମୋ ନାଁ ଆଶ୍ରିତା ଟାକରି, ବଙ୍ଗଳାଗୁଡା, ମସ୍ତିପୁର, କୋରାପୁଟ। ଦେଖନ୍ତୁ ଆଜ୍ଞା, ଆମେ ସଫା ଏଥିପାଇଁ କରୁଛୁ। ଗତ ଦିନରେ ଆମେ ଇଣ୍ଟରନ୍ୟାସନାଲ ୟୁଥ ଡେ ପାଳନ କରିଥିଲୁ। ଆହୁରି ସେଇଦିନ ଆମେ ନିଷ୍ପତ୍ତି ନେଲୁ ଆମ ଗ୍ରାମର ସମସ୍ତ ଯୁବା ଯୁବତୀ କି ଗ୍ରାମକୁ କ୍ଲିନ ରଖିବୁ। କାରଣ ମ୍ୟାଲେରିଆ ଏବେ ବହୁତ ପରିମାଣର ହେଉଅଛି। ସେଥିପାଇଁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଆମେ ସବୁ ଯୁବକ ଯୁବତୀ ଅଣ୍ଟା ଭିଡିଛୁ। ମୋ ନାଁ ପ୍ରେମଜିତ ବେନିଆ, ବଙ୍ଗଳାଗୁଡା ଗ୍ରାମ। ଆଜି ଦିନଟା ହଉଛି ଛୁଟି ଦିନଟା, ତ ଆମେ ସମସ୍ତେ ଯୁବା ଯୁବତୀ କଥା ହେଲୁ କି ଗ୍ରାମର ଯେତେ ରାସ୍ତା ଡ୍ରେନ ଯାକ ସବୁ ମଇଳା ହେଇଯାଇଛି ସେଟା ସବୁ ସଫା କରିବା ପାଇଁ ଆଜି ଆମେ ସବୁ କଥା ହେଇକି ସବୁ ଯୁବା ଯୁବତୀ ଆସିଅଛୁ ସଫା କରିବା ପାଇଁ। ସଫା କରିବା କାରଣ ହଉଛି ଯୋଉ ମ୍ୟାଲେରିଆ ଡେଙ୍ଗୁ ରୋଗ ହଉଛି, ନାଳରେ ପାଣି ଜମି ଯାଇଥାଉଛି, ତାପରେ ଘାସ ବଢି ଯାଇଥାଉଛି, ତ ସେଟା ଘାସ ବଢି ଯାଇଥାଉଛି, ସେଠି ପାଣି ଜମି ଯାଇଥାଉଛି, ଡ୍ରେନ ରେ ମଇଳା କାଦୁଅ ଯାକ ଆସି ରହିକି ପାଣି ଜମି ଯାଇଥାଉଛି, ତ ସେଠରୁ ମଶା ହଉଛି, ବିଭିନ୍ନ ରୋଗ ହଉଛି, ମ୍ୟାଲେରିଆ ଡେଙ୍ଗୁ ଇତ୍ୟାଦି ରୋଗ ହଉଛି। ତ ସେଟା ପାଇଁ ଆମେ ସବୁ ଆଜି ୟୁଥ ଭାବିଛୁ ଆଉ ସବୁ କଥା ହେଇ ଏକଜୁଟ ରେ ଆସିକି ଆମେ ଆଜି ସଫା କରୁଛୁ। ଆମେ ଲକ୍ଷ୍ୟ ରଖିଛୁ କି ସ୍ଵଚ୍ଛ ଗ୍ରାମ ଏବଂ ସୁସ୍ଥ ଗ୍ରାମବାସୀ ରହିବାର ଆମର ଏକମାତ୍ର ଲକ୍ଷ୍ୟ ଅଛି ସବୁ ଯୁବକ ମାନଙ୍କର। ମୁଁ ଅନ୍ୟ ଗ୍ରାମର ଯୁବ ଯୁବତୀ ମାନଙ୍କୁ ଅନୁରୋଧ କରିବା ପାଇଁ ଚାହୁଁଛି ହାତ ଯୋଡି କରି ସେମାନେ ମଧ୍ୟ ଏମିତି ଛୁଟି ଦିନ ଗୋଟେ ଦିନ ଦେଖନ୍ତୁ ଆଉ ସେଦିନ ସମସ୍ତେ ସଫା କରନ୍ତୁ। କାହିଁକି ନା ଆମେ ଗ୍ରାମ ଯଦି ସଫା ରଖିବା ତ ଆମେ ମାନେ ନିଜେ ସମସ୍ତେ ସୁସ୍ଥ ରହିବୁ।